ଗପଟିର ନାଁ ହେଉଛି କଟୁ ବାକ୍ୟର ଦାଗ। ଜଙ୍ଗଲ ଭିତରେ ଗୋଟିଏ ମହାବଳ ବାଘ ରହୁଥିଲା। ନିତିଦିନ ଜଣେ କାଠୁରିଆ ତା ଗଧଟିକୁ ସାଙ୍ଗରେ ନେଇ ସେହି ଜଙ୍ଗଲକୁ ଯାଉଥିଲା। ଜଙ୍ଗଲରୁ କାଠ କାଟି ଗଧଟି ପିଠିରେ ଲଦି ସେ ସହରକୁ ଆସୁଥିଲା। ସହରରେ କାଠ ବିକ୍ରି କରି ଦୁଃଖେ ସୁଖେ ସେ ତା ପରିବାର ଚଳାଉଥିଲା। ଥରକର କଥା, କାଠୁରିଆ କାଠ କାଟୁଥାଏ। ଏହି ସମୟରେ ତା ଗଧଟିକୁ ମହାବଳ ବାଘ ଆସି ଖାଇଗଲା। ଗଧର ମୃତ୍ୟୁ ହୋଇଯିବା ଦେଖି କାଠୁରିଆ ବଡ଼ ପାଟି କରି କାନ୍ଦିଲା। ସେ କାନ୍ଦି କାନ୍ଦି କହିଲା, ହେ ଭଗବାନ, ମୋ ଗଧ ଚାଲିଗଲା। ଏବେ ମୁଁ ବଜାରକୁ କାଠ ନେବି କିପରି? କାଠ ନ ନେଲେ ତ ମୋ ପରିବାରର ସମସ୍ତେ ଭୋକରେ ମରିଯିବେ। କାଠୁରିଆର କାନ୍ଦ ଶୁଣି ବାଘର ମନ ତରଳି ଗଲା। ସେ କାଠୁରିଆ ପାଖରେ ପହଞ୍ଚି କହିଲା, କାଠୁରିଆ ଭାଇ, ମୁଁ ଜାଣିନଥିଲି ଯେ ସାମାନ୍ୟ ଗଧଟିଏ ତୁମ ପରିବାରର ପେଟ ପୋଷୁଥିଲା। ଭୋକ ବିକଳରେ ମୁଁ ତାକୁ ଖାଇଦେଇ ବଡ଼ ଭୁଲ କଲି। ତୁମେ ଗଧ ଉପରେ ଯେତିକି କାଠ ନେଉଥିଲ, ଏବେ ତା'ର 2-3 ଗୁଣ ଅଧିକ କାଠ ମୋ ପିଠି ଉପରେ ଲଦି ସହରକୁ ନିଅ। ତୁମେ ଆଉ ଗୋଟିଏ ଗଧ କିଣିବା ପର୍ଯ୍ୟନ୍ତ ମୁଁ ତୁମର ବୋଝ ବହୁଥିବି। ବାଘ କଥା ଶୁଣି କାଠୁରିଆ ପ୍ରଥମେ ଭୟ କଲା, ପରେ କିନ୍ତୁ ତା'ର ଭୟ ଛାଡ଼ିଗଲା। ସେ ଦିନକୁ ଦିନ ବାଘ ପିଠିରେ ଅଧିକରୁ ଅଧିକ କାଠ ଲଦି ବଜାରକୁ ନେଲା ଓ ବିକ୍ରି କଲା। ଦିନକର ଘଟଣା, କାଠୁରିଆ ବାଘ ପିଠିରେ କାଠ ନେଇ ବଜାରରେ ବିକ୍ରି କରି ଘରକୁ ଫେରି ଆସିଲା। କୌଣସି କାମରେ ସେ ନିଜ ବାଡ଼ି ପଟକୁ ଚାଲିଗଲା। ବାଘଟି ସବୁଦିନ ସନ୍ଧ୍ୟାରେ ଜଙ୍ଗଲକୁ ଫେରିବା ପୂର୍ବରୁ କାଠୁରିଆ ଠାରୁ ଅନୁମତି ମାଗିଥାଏ। ସେଦିନ କାଠୁରିଆ ବାଡ଼ିକୁ ଯାଇ ଫେରିବାରେ ବିଳମ୍ବ କରିଦେଲା। ତେଣୁ ବାଘଟି କାଠୁରିଆର ସ୍ତ୍ରୀଠାରୁ ଅନୁମତି ମାଗିବା ପାଇଁ ରୋଷେଇ ଘର ପାଖରେ ପହଞ୍ଚିଲା। ସେତେବେଳେ କାଠୁରିଆର ସ୍ତ୍ରୀ ପାଟି କରି ତା ସ୍ୱାମୀଙ୍କୁ ଡାକ ପକାଇଲା, ହଇଏସ୍ ଦେଖୁଛଟି, ତୁମର ନକଲି ଗଧର ତ ବଡ଼ ସାହସ ହୋଇଗଲାଣି। ସେ ରୋଷେଇ ଶାଳ ପାଖରେ ପହଞ୍ଚି ଗଲାଣି। ଛି ଛି, ଦେହର ଗନ୍ଧରେ ଆଉ ରହି ହେଉନାହିଁ। ତାକୁ କହିଦିଅ ସେ ଏଣିକି ଘରକୁ ନ ଆସି ବାହାରେ ଅପେକ୍ଷା କରୁ। କାଠୁରିଆ ସ୍ତ୍ରୀ କଥା ଶୁଣି ବାଘଟିର ମନ ଦୁଃଖରେ ପୂରିଗଲା। କାଠୁରିଆ ଆସିବା କ୍ଷଣି ସେ ତାକୁ କହିଲା, କାଠୁରିଆ ଭାଇ, ତୁମେ ତୁମ ଟାଙ୍ଗିଆରେ ମୋ ମୁଣ୍ଡରେ ଚୋଟଟିଏ ମାର। କାଠୁରିଆ ଜାଣିଗଲା ଯେ ବାଘ ନିଶ୍ଚୟ ରାଗିଛି। ସେ ବାଘର ମୁଣ୍ଡରେ ଚୋଟ ମାରିଲା ନାହିଁ। ବାଘ ଏଥର ରାଗିଯାଇ କହିଲା, ଯଦି ମୋ ମୁଣ୍ଡରେ ଚୋଟ ନ ମାରୁଛ, ତେବେ ମୁଁ ତୁମକୁ ଏଇନେ ଖାଇଯିବି। କାଠୁରିଆ ଡରିଗଲା। ସେ ବାଧ୍ୟ ହୋଇ ବାଘଟିର ମୁଣ୍ଡରେ ଟାଙ୍ଗିଆ ଚୋଟ ମାରିଲା। ରକ୍ତରେ ବାଘର ମୁଣ୍ଡ ଜୁଡ଼ୁବୁଡ଼ୁ ହୋଇଗଲା। ଏହାପରେ ବାଘ କାଠୁରିଆର କୌଣସି କ୍ଷତି ନ କରି ପୁଣି ପ୍ରତିଦିନ ତା କାଠତକ ସହରକୁ ନେଇ ଯିବାରେ ସାହାଯ୍ୟ କଲା। ଏ ମଧ୍ୟରେ 6 ମାସ ବିତିଗଲା। ବାଘ ମୁଣ୍ଡରୁ ବି କ୍ରମେ ଟାଙ୍ଗିଆ ଚୋଟର ଦାଗ ଲିଭିଗଲା। ଦିନେ ବାଘ କାଠୁରିଆର ଘରେ ପହଞ୍ଚି ତାକୁ କହିଲା, କାଠୁରିଆ ଭାଇ, ମୋ ମୁଣ୍ଡଟି ଦେଖିଲ। ତୁମେ ଟାଙ୍ଗିଆରେ ଯେଉଁ ଚୋଟଟି ମାରିଥିଲ, ସେହି ଦାଗଟି ଏବେ ବି କ'ଣ ମୋ ମୁଣ୍ଡରେ ରହିଛି?
କାଠୁରିଆ ବାଘର ମୁଣ୍ଡକୁ ଭଲ କରି ଅନାଇଲା। ତା ମୁଣ୍ଡରେ କୌଣସି ଚିହ୍ନ ନଥିଲା। ସେ କହିଲା, ନାଇଁ ତ, ତୁମ ମୁଣ୍ଡରେ ଆଉ କୌଣସି ଦାଗ ନାହିଁ। ବାଘ କହିଲା, ତୁମେ ମାରିଥିବା ଟାଙ୍ଗିଆ ଚଟର ଦାଗ ମୋ ମୁଣ୍ଡରୁ ଲିଭି ଯାଇଛି, କିନ୍ତୁ ତୁମ ସ୍ତ୍ରୀ ମୋତେ ଯେଭଳି କଟୁବାକ୍ୟ କହିଥିଲେ ସେହି ଦାଗ ଏଯାଏଁ ମୋ ମନ ଭିତରୁ ଲିଭି ନାହିଁ। ଏହାପରେ ବାଘ ତାର ନିଶ ଫୁଲାଇ ଭୟଙ୍କର ରଡ଼ି ଛାଡ଼ି କାଠୁରିଆର ରୋଷେଇଶାଳରେ ପଶିଲା। କାଠୁରିଆର ସ୍ତ୍ରୀ ସେତେବେଳେ ରୋଷେଇ କରୁଥିଲା। ବାଘ ତାକୁ ରୋଷେଇଶାଳରୁ ଟାଣି ଆଣିଲା। ସେ ତା ଦାନ୍ତ ଗୁଡ଼ିକରେ କାଠୁରିଆର ସ୍ତ୍ରୀର ତଣ୍ଟିକୁ ଫୁଟାଇ ରକ୍ତତକ ଚଁ ଚଁ କରି ପିଇଗଲା। ତାହେଲେ ଗପଟି ଆଜି ପାଇଁ ଏତିକି ଥିଲା। ଧନ୍ୟବାଦ।